ଏବେ ଆସିଲା ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଯାହା ସମସ୍ତେ ଜାଣି ରଖିବା ଜରୁରୀ। ତେବେ ଚାଲନ୍ତୁ ଆଉ ଡେରି ନକରି ଫଟାଫଟ ଅପଡେଟଟି ଜାଣିବା। ହେଲେ ତାହା ପୂର୍ବରୁ ଭିଡିଓଟାକୁ ଲାଇକ୍ କରିବା ସହ ଚ୍ୟାନେଲକୁ ସବସ୍କ୍ରାଇବ କରି ଘଣ୍ଟି ଚିହ୍ନକୁ ଦବି ଅଲରେ ସେଟ୍ କରି ରଖନ୍ତୁ, ଯାହାଦ୍ୱାରା ଏଭଳି ନୂଆ ନୂଆ ଲାଟେଷ୍ଟ ଅପଡେଟ ନୋଟିଫିକେସନ ସର୍ବପ୍ରଥମେ ପାଇଯିବେ। ତେବେ ଚାଲନ୍ତୁ ଆଉ ଡେରି ନକରି ଫଟାଫଟ ସମ୍ପୂର୍ଣ୍ଣ ଅପଡେଟ ଉପରେ ନଜର ପକାଇବା। ମାଟ୍ରିକ ପରୀକ୍ଷା ଫେବୃଆରୀ 20 ରୁ ଆରମ୍ଭ ହେବ। ଏହାର ପରିଚାଳନା ପାଇଁ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ଲାଗି ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ତ୍ରୁଟିକୁ ବରଖାସ୍ତ କରାଯିବ ନାହିଁ, ସେଥିପାଇଁ ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ସବୁ କିଛି ଉଲ୍ଲେଖ କରାଯାଇଛି। ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ଦ୍ୱାରା ଜାରି ନିର୍ଦ୍ଦେଶ ମୁତାବକ ପରୀକ୍ଷା ହଲରେ ମୋବାଇଲ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କେବଳ ସେଣ୍ଟର ସୁପରିଟେଣ୍ଡେଣ୍ଟ ହିଁ ମୋବାଇଲ ରଖିପାରିବେ ଏବଂ ଜରୁରୀ ସ୍ଥିତିରେ ବ୍ୟବହାର କରିବେ। ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ କେବଳ ସେଣ୍ଟର ସୁପରିଟେଣ୍ଡେଣ୍ଟ କିମ୍ବା ଡେପୁଟି ସେଣ୍ଟର ସୁପରିଟେଣ୍ଡେଣ୍ଟ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପ୍ୟାକେଟ ଗ୍ରହଣ କରିବେ। ପରୀକ୍ଷା କେନ୍ଦ୍ରର ପରୀକ୍ଷାର୍ଥୀଙ୍କ ଅନୁପାତ ଅନୁସାରେ ପ୍ରଶ୍ନପତ୍ର ଯେଭଳି ଗ୍ରହଣ କରାଯିବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଷ୍ଟ୍ରଙ୍ଗ ରୁମ୍ରେ ପ୍ରଶ୍ନପତ୍ର ରଖିବା ସମୟରେ ସତର୍କ ରହିବାକୁ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ଯଦି ପ୍ରଶ୍ନପତ୍ର କମ୍, ଅଧିକ କିମ୍ବା ଭୁଲ ଥାଏ ତୁରନ୍ତ ସେ ସମ୍ପର୍କରେ ସିକ୍ରେଟ ସେଲ୍ ଡେପୁଟି ସେକ୍ରେଟାରୀ ଦେବାନନ୍ଦ ନାୟକଙ୍କୁ ତୁରନ୍ତ ସୂଚନା ଦିଆଯିବ। ଯଦି ପ୍ରଶ୍ନପତ୍ରର ଅତିରିକ୍ତ ପ୍ୟାକେଟ ଆସେ ତୁରନ୍ତ ତାକୁ ସେଣ୍ଟର ସୁପରିଟେଣ୍ଡେଣ୍ଟ ସୁରକ୍ଷିତ ରଖିବେ ଏବଂ ନୋଡାଲ ସେଣ୍ଟରରେ ଥିବା ଡିସ୍ପାଚ ଟିମ୍ ନିକଟରେ ଦାଖଲ କରିବେ। ପ୍ରତ୍ୟେକ ପ୍ରଶ୍ନପତ୍ର ପ୍ୟାକେଟ ଖୋଲିବା ପୂର୍ବରୁ 2 ଜଣ ପରୀକ୍ଷାର୍ଥୀଙ୍କ ଦସ୍ତଖତ ନେବା ବାଧ୍ୟତାମୂଳକ। ସମୟ ପୂର୍ବରୁ ପ୍ରଶ୍ନପତ୍ର ପ୍ୟାକେଟ ଖୋଲିବାକୁ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯିବ। ପ୍ରଶ୍ନପତ୍ର ଷ୍ଟ୍ରଙ୍ଗ ରୁମ୍ରେ ରଖିବା ପୂର୍ବରୁ ସେଣ୍ଟର ସୁପରିଟେଣ୍ଡେଣ୍ଟ ସ୍ଥାନୀୟ ଥାନାକୁ ଖବର ଦେବେ। ପରୀକ୍ଷା ସମ୍ପର୍କିତ ସମସ୍ତ ସୂଚନା ବୋର୍ଡକୁ ଜଣାଇବା ଲାଗି ଚଳିତ ବର୍ଷ ଅନଲାଇନ ବ୍ୟବସ୍ଥା କରାଯାଇଛି। ଏକ ନିର୍ଦ୍ଦିଷ୍ଟ ସଫ୍ଟୱେର ମାଧ୍ୟମରେ ସେଣ୍ଟର ସୁପରିଟେଣ୍ଡେଣ୍ଟ ମାନେ ଏଥିରେ ରିପୋର୍ଟ କରିବେ। ପ୍ରତିଦିନ ପରୀକ୍ଷା ଶେଷ ପରେ ଅପରାହ୍ନ 2ଟା ସୁଦ୍ଧା ରିପୋର୍ଟ କରିବାକୁ ହେବ। ଏଥିରେ ସେଣ୍ଟର ନାମ, ସେଲ୍ ନମ୍ବର, ଜିଲ୍ଲା, ସେଣ୍ଟର କୋଡ୍, ପରୀକ୍ଷାର୍ଥୀଙ୍କ ସଂଖ୍ୟା, ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ସଂଖ୍ୟା ସମେତ ବିଭିନ୍ନ ତଥ୍ୟ ଅପଲୋଡ କରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ଯାହା ବି କିଛି ଇନଫର୍ମେସନ ଆସିଥିଲା ମୁଁ ଆପଣଙ୍କୁ ଜଣାଇ ସାରିଲି ଏବଂ ଯାହା ବି କିଛି ଆଗକୁ ନୂଆ ନୂଆ ଅପଡେଟ ଆସିବ ମୁଁ ଆପଣଙ୍କୁ ସର୍ବପ୍ରଥମେ ଜଣାଇଦେବି। କିନ୍ତୁ ଆପଣ ସର୍ବପ୍ରଥମେ ଅପଡେଟ ପାଇବା ପାଇଁ ଚାହୁଁଥିଲେ ଚ୍ୟାନେଲକୁ ବର୍ତ୍ତମାନ ସବସ୍କ୍ରାଇବ କରି ବେଲ ଆଇକନକୁ ପ୍ରେସ କରି ଅଲରେ ସେଟ୍ କରି ରଖନ୍ତୁ, ଯାହାଦ୍ୱାରା ସର୍ବଦା ସବୁବେଳେ ନୂଆ ନୂଆ ଅପଡେଟ ନୋଟିଫିକେସନ ସର୍ବପ୍ରଥମେ ପାଇଯିବେ। ଭିଡିଓଟାକୁ ସେୟାର କରି ସମସ୍ତ ପାଖରେ ଅପଡେଟଟି ପହଞ୍ଚାଇ ଦିଅନ୍ତୁ।